ନମସ୍କାର। ଜାପାନୀମାନଙ୍କର ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁର ରହସ୍ୟ ପ୍ରକୃତରେ କ'ଣ ତାହାକୁ ନେଇ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ସେହି ସବୁ ପାରମ୍ପରିକ ଅଭ୍ୟାସଗୁଡ଼ିକ ଉପରେ ଆଲୋଚନା କରିବା ଯାହା ପଛରେ ଏକ ଗହୀର ଦର୍ଶନ ଲୁଚି ରହିଛି। ଆମର ଶାରୀରିକ ଏବଂ ମାନସିକ ସୁସ୍ଥତା କିପରି ଆମର ଛୋଟ ଛୋଟ ଦୈନନ୍ଦିନ କାମ ସହିତ ଯୋଡ଼ି ହୋଇ ରହିଛି ତାହା ଏହି ତଥ୍ୟରୁ ଖୁବ୍ ସ୍ପଷ୍ଟ ଭାବେ ବୁଝିହେବ। ଚାଲନ୍ତୁ ଆରମ୍ଭ କରିବା। ଆମର ଏହି ଉତ୍ସ ସାମଗ୍ରୀରେ ମୋଟ 20ଟି ଭିନ୍ନ ଭିନ୍ନ ଅଭ୍ୟାସ ବିଷୟରେ ବର୍ଣ୍ଣନା କରାଯାଇଛି। ଟିକେ ଭାବନ୍ତୁ ତ, ସକାଳେ ଉଠି ମାଚା ଚା ପିଇବା, ଶୁଖିଲା ତଳିଆରେ ଦେହ ଘଷିବାଠାରୁ ଆରମ୍ଭ କରି ରାତିରେ ଚନ୍ଦ୍ରକିରଣରେ ଗାଧୋଇବା ବା ମୁନ୍ ବାଦିଂ ଏବଂ ସୁଗନ୍ଧିତ ଧୂପ ଜଳାଇବା ପର୍ଯ୍ୟନ୍ତ ଏଥିରେ ଅନେକ କିଛି ରହିଛି। ସୁସ୍ଥ ରହିବା ପାଇଁ ଏତେ ସବୁ ଚମତ୍କାର ବିକଳ୍ପ ରହିଛି ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ନୁହେଁ କି? ହେଲେ ଗୋଟିଏ କଥା ଚିନ୍ତା କରନ୍ତୁ, ଏକା ସାଙ୍ଗରେ 20ଟି ନୂଆ ଅଭ୍ୟାସ ଆପଣାଇବା କୌଣସି ନୂଆ ଲୋକ ପାଇଁ ବହୁତ କଷ୍ଟକର ହୋଇପାରେ। ଏହା ଏକ ବିରାଟ ବୋଝ ପରି ଲାଗିବ। ସେଥିପାଇଁ ଆମେ ଆଜିର ଏହି ଆଲୋଚନାରେ କେବଳ 3ଟି ମୌଳିକ ଏବଂ ସବୁଠାରୁ ସରଳ ଅଭ୍ୟାସ ଉପରେ ହିଁ ଧ୍ୟାନ ଦେବା। ବିଶ୍ୱାସ କରନ୍ତୁ, ଏହି 3ଟି ଦୈନନ୍ଦିନ ଅଭ୍ୟାସ ଏତେ ସହଜ ଯେ ଦିନସାରା ଯେତେ ବ୍ୟସ୍ତ ଥିଲେ ବି ଏହାକୁ ଖୁବ୍ ଆରାମରେ ନିଜ ଜୀବନଶୈଳୀରେ ସାମିଲ କରିହେବ। ଆମର ପ୍ରଥମ ବିଭାଗ ହେଉଛି ସକାଳର ନୀତି ନିୟମ, ଏବଂ ଏହି ଅଭ୍ୟାସଟି ହେଉଛି ମାତ୍ର 5 ମିନିଟ୍ ପାଇଁ ନିଜ ଜାଗା ସଫା କରିବା ବା ସ୍ପେସ୍ କ୍ଲିୟରିଂ। ସ୍ଥାନ ପରିଷ୍କାର ତ ମନ ପରିଷ୍କାର। କଥାଟି ଖୁବ୍ ସାଧାରଣ ଲାଗୁଥିଲେ ବି ଏହାର ପ୍ରଭାବ ବହୁତ ଗଭୀର। ଦିନର ଆରମ୍ଭରୁ ହିଁ ଆମ ଚାରିପାଖର ଭୌତିକ ପରିବେଶ ଯଦି ସଫାସୁତୁରା ରୁହେ, ତେବେ ଏହା ସିଧାସଳଖ ଆମକୁ ଏକ ସ୍ପଷ୍ଟ ମାନସିକତା ଦେଇଥାଏ। ଆଖପାଖର ସ୍ଥାନ ଯେତେବେଳେ ସଜଳା ହୋଇ ରହେ, ଆମ ମନରୁ ବହୁତ କିଛି ଅଯଥା ଚିନ୍ତା ମଧ୍ୟ ଆପେ ଆପେ ଦୂର ହୋଇଯାଏ। ଏହାକୁ ପ୍ରାୟୋଗିକ ଭାବେ କରିବା କେତେ ସହଜ ଜାଣିଛନ୍ତି? ବାସ୍ ଫୋନ୍ରେ ଗୋଟିଏ 5 ମିନିଟ୍ର ଟାଇମର ସେଟ୍ କରନ୍ତୁ, ଆଉ ଘରର ଯେକୌଣସି ଗୋଟିଏ ଛୋଟ ଜାଗା ବାଛି ତାକୁ ସଫା କରିବାରେ ଧ୍ୟାନ ଦିଅନ୍ତୁ। ଆଉ ସବୁଠୁ ଜରୁରୀ କଥା ହେଲା, ଟାଇମର ସରିବା କ୍ଷଣି ସେଇଠି ହିଁ ଅଟକି ଯାଆନ୍ତୁ। ଏମିତି କଲେ ସଫାସୁତୁରା କରିବା କାମଟା ଆଉ ମୁଣ୍ଡବିନ୍ଧାର କାରଣ ହେବନି, ଆଉ ଦିନଟାର ଆରମ୍ଭ ଏକଦମ ଶାନ୍ତିପୂର୍ଣ୍ଣ ଭାବେ ହେବ। ଏଥର ଆମେ ଦ୍ୱିତୀୟ ବିଭାଗକୁ ଯିବା, ଯାହା ମଧ୍ୟାହ୍ନ ସମୟ ପାଇଁ ଉଦ୍ଦିଷ୍ଟ। ଏହାର ନାମ ହେଉଛି ଖାଲି ସମୟ ବା ଏମ୍ପ୍ଟି ଟାଇମ୍କୁ ଗ୍ରହଣ କରିବା। ଏହି ଉତ୍ସଟିରେ ଗୋଟିଏ ବହୁତ ସୁନ୍ଦର ଜାପାନୀ ଶବ୍ଦ ମା ଉପରେ ଆଲୋକପାତ କରେ। ମା ମାନେ ହେଉଛି ଏକ ଖାଲି ସ୍ଥାନ ବା ଖାଲି ସମୟ। ଆମର ଏହି ଯେଉଁ ଧାଁ ଦୌଡ଼ ଏବଂ ବିଶୃଙ୍ଖଳିତ ଦୈନନ୍ଦିନ ଜୀବନ ରହିଛି, ତାହା ଭିତରେ ଟିକିଏ ନୀରବତା ଏବଂ ସ୍ଥିରତା ଆଣିବା ପାଇଁ ନିଜ ଇଚ୍ଛାରେ ଏକ ଛୋଟ ବିରତି ନେବାକୁ ଏହା ବୁଝାଏ। ଏହା ଏକଦମ ରିଫ୍ରେଶିଂ। ଜଣେ ବ୍ୟସ୍ତବହୁଳା ମଣିଷ ପାଇଁ ମଧ୍ୟ ଏହାକୁ ଆପଣାଇବା ବହୁତ ସହଜ। ଅପରାହ୍ନରୁ କେବଳ ଅଧଘଣ୍ଟା ସମୟ ବାହାର କରନ୍ତୁ। ସେହି ସମୟରେ ଫୋନ୍, ଲ୍ୟାପଟପ୍ ବା ସବୁ ପ୍ରକାରର ସ୍କ୍ରିନ୍ରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ବାସ୍ ଚୁପଚାପ କେଉଁଠି ବସନ୍ତୁ କିମ୍ବା କୌଣସି ଶାନ୍ତ ପରିବେଶରେ ଟିକେ ଚାଲିବାକୁ ଯାଆନ୍ତୁ। ଆଜିକାଲିର ସମୟରେ ଯେତେବେଳେ ଆମେ ସବୁବେଳେ ଇଣ୍ଟରନେଟ୍ ସହ ଯୋଡ଼ି ହୋଇ ରହୁଛୁ, ନିଜକୁ ରିଚାର୍ଜ କରିବା ପାଇଁ ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ଅଭ୍ୟାସ ଅଟେ। ବର୍ତ୍ତମାନ ଆସିଲା ଆମର ତୃତୀୟ ତଥା ଅନ୍ତିମ ବିଭାଗ, ଯାହା ସନ୍ଧ୍ୟାବେଳର ନୀତି ନିୟମ। ଏହା ହେଉଛି ରାତ୍ରି ଭୋଜନ ପୂର୍ବରୁ କୃତଜ୍ଞତା ଜ୍ଞାପନ। ଜାପାନରେ ଖାଇବା ପୂର୍ବରୁ ଗୋଟିଏ ଶବ୍ଦ କହିବାର ପରମ୍ପରା ରହିଛି। ତାହା ହେଉଛି ଇଟାଡାକିମାସୁ। ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଏହା ହେଉଛି କୃତଜ୍ଞତା ପ୍ରକାଶ କରିବାର ଏକ ସୁନ୍ଦର ଅଭିବ୍ୟକ୍ତି। ଆମ ଥାଳିକୁ ଆସିଥିବା ଖାଦ୍ୟ ପଛରେ କେତେ ଲୋକଙ୍କର ପରିଶ୍ରମ ଓ କେତେ ଜୀବନର ଅବଦାନ ରହିଛି ତାହାକୁ ସମ୍ମାନ ଜଣାଇବା ପାଇଁ ଏହା କୁହାଯାଏ। ଖାଇବା ପୂର୍ବରୁ ଏହି ଇଟାଡାକିମାସୁ କହିବା ଦ୍ୱାରା ଆମେ ଖାଦ୍ୟ ପ୍ରତି ଅଧିକ ସଚେତନ ହେବା ସହ ଏକ ଶାନ୍ତିପୂର୍ଣ୍ଣ ସନ୍ଧ୍ୟା ଆଡ଼କୁ ପାଦ ବଢ଼ାଇଥାଉ। ଏହାକୁ ନିଜର ରୁଟିନ୍ରେ ଆଣିବା ଏକଦମ ସହଜ। ରାତିରେ ପ୍ରଥମ ଗ୍ରାସ ଖାଇବା ପୂର୍ବରୁ ଅଳ୍ପ ସମୟ ପାଇଁ ଟିକିଏ ଅଟକି ଯାଆନ୍ତୁ। ଖାଦ୍ୟ କେଉଁଠାରୁ ଆସିଛି, କେମିତି ପ୍ରସ୍ତୁତ ହୋଇଛି ସେ ବିଷୟରେ ଟିକିଏ ଭାବନ୍ତୁ ଏବଂ ନିଜ ହୃଦୟରୁ କୃତଜ୍ଞତା ଜଣାନ୍ତୁ। ବିଶ୍ୱାସ କରନ୍ତୁ, ଏକ ଲମ୍ବା ତଥା କ୍ଳାନ୍ତକାରୀ ଦିନ ଶେଷରେ ଏହା ମନକୁ ସଙ୍ଗେ ସଙ୍ଗେ ଶାନ୍ତ କରିଦିଏ ଆଉ ଦିନସାରାର ଚିନ୍ତାରୁ ଆମକୁ ମୁକ୍ତ କରିବାରେ ବହୁତ ସାହାଯ୍ୟ କରେ। ବର୍ତ୍ତମାନ ଆମେ ଆଲୋଚନା କରିବା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ନୂଆ ଲୋକଙ୍କ ପାଇଁ ଏକ ସାପ୍ତାହିକ କାର୍ଯ୍ୟସୂଚୀ କିପରି ହେବା ଦରକାର। ଏଠାରେ ଆମେ ଆଲୋଚନା କରିଥିବା 3ଟି ମୁଖ୍ୟ ଅଭ୍ୟାସକୁ ଏକ 7ଦିନିଆ କାର୍ଯ୍ୟସୂଚୀରେ ସଜାଇ ରଖିଛୁ। ଦେଖନ୍ତୁ ତ, ଏହା କେତେ ସରଳ। ସକାଳେ ଉଠି ମାତ୍ର 5 ମିନିଟ୍ର ସଫାଇ, ମଧ୍ୟାହ୍ନରେ 30 ମିନିଟ୍ର ବିରତି ବା ମା, ଏବଂ ସନ୍ଧ୍ୟାରେ ଖାଇବା ପୂର୍ବରୁ ଇଟାଡାକିମାସୁ। ଏହି ତାଲିକାଟି ଚମତ୍କାର ଭାବରେ ଦର୍ଶାଉଛି ଯେ ପ୍ରାଚୀନ କାଳର ଏହି ସ୍ୱାସ୍ଥ୍ୟ କୌଶଳଗୁଡ଼ିକ ଆଜିକାଲର ଦ୍ରୁତ ଏବଂ ବ୍ୟସ୍ତବହୁଳ ସପ୍ତାହ ସହିତ କେତେ ସୁନ୍ଦର ଭାବେ ଖାପ ଖାଇ ଯାଉଛି। ସତ କହିବାକୁ ଗଲେ, ଏହାକୁ ନିଜ ଦୈନନ୍ଦିନ ରୁଟିନ୍ରେ ସାମିଲ କରିବା ଆଦୌ କଷ୍ଟକର ନୁହେଁ। ଏହି 3ଟି ଛୋଟ ଏବଂ ସରଳ ଅଭ୍ୟାସରୁ ହିଁ ନିଜର ଯାତ୍ରା ଆରମ୍ଭ କରନ୍ତୁ। ଏମିତି କଲେ
ପରବର୍ତ୍ତୀ ସମୟରେ ଉତ୍ସରେ ଥିବା ଅନ୍ୟ 17ଟି ଅଭ୍ୟାସକୁ ଅନୁସନ୍ଧାନ କରିବା ପାଇଁ ରାସ୍ତା ଆପେ ଆପେ ଖୋଲିଯିବ। ତେଣୁ ଶେଷରେ ଆମ ମନରେ ଏହି ଗୋଟିଏ ବଡ଼ ପ୍ରଶ୍ନ ନିଶ୍ଚୟ ଉଠିବ, ଯଦି ମାତ୍ର 3ଟି ସରଳ ଅଭ୍ୟାସ ଆମର ଏକ ବ୍ୟସ୍ତବହୁଳ ଦିନକୁ ଏତେ ଶାନ୍ତ ଏବଂ ସଚେତନା ଦିନରେ ପରିଣତ କରିପାରେ, ତେବେ ସେହି ବାକି 17ଟି ଅଭ୍ୟାସ ଆଉ କେତେ ବଡ଼ ଚମତ୍କାରିତା ଆଣିପାରିବ ନାହିଁ। ଟିକେ ଚିନ୍ତା କରନ୍ତୁ।